ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପରଠାରୁ ଭକ୍ତଙ୍କର ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯା ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି। ଯାହାର ଚିତ୍ର ଆଜି ଦେଖିବାକୁ ମିଳିଥିଲା ସିଂହଦ୍ୱାର ଆଗରେ ପରିକ୍ରମା ମାର୍ଗରେ ଭକ୍ତମାନେ ତିକ୍ତ ଅନୁଭୂତି ନେଇ ଫେରିଥିଲେ। ତେଣେ ବ୍ୟାରିକେଡ୍ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା କହିଛି ଆସନ୍ତା 15 ତାରିଖ ବେଳକୁ ଏ ସମସ୍ୟା ଆଉ ନଥିବ। ଓଃ କି ଯନ୍ତ୍ରଣା ଲାଗୁଛି, ପାଦ ପୋଡ଼ିଯିବ ନହେଲେ ଫୋଟକା ହୋଇଯିବ। କିନ୍ତୁ ଉପାୟ ବା କ'ଣ? ସମସ୍ତେ କାଉଲୁ ବାଉଲୁ ହୋଇ ଦୌଡ଼ୁଛନ୍ତି, ପାଦ ଟେକି ଡେଇଁ ଡେଇଁ ଚାଲୁଛନ୍ତି। ବେଶୀ କଷ୍ଟ ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ଶିଶୁ। ବାପା ମା ବାଧ୍ୟ ହୋଇ ସେମାନଙ୍କୁ କାନ୍ଧି ନହେଲେ କାଖେଇ ଦୌଡ଼ୁଛନ୍ତି। ଯେହେତୁ କିଛି ଦିନ ହେଲା ବର୍ଷା ଚାଲିଥିଲା, ପାଗ ମେଘୁଆ ଥିଲା, ତେଣୁ ତାତି ଜଣାପଡ଼ୁନଥିଲା। ହେଲେ ଆଜି ହଠାତ୍ ଡହ ଡହ ଖରା ହେବାରୁ ଶ୍ରୀମନ୍ଦିର ଭିତରୁ ଖୁସି ମନରେ କାଳିଆ ଦର୍ଶନ ସାରି ଫେରୁଥିବା ଭକ୍ତମାନଙ୍କୁ ସିଂହଦ୍ୱାର ଆଗରେ ଏମିତି ଡହଳ ବିକଳ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପରଠାରୁ ଭକ୍ତଙ୍କର ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାବେଳେ ପାଦ ଯନ୍ତ୍ରଣା କିନ୍ତୁ ବଢ଼ିଗଲା। ସ୍ଥିତି ଏଭଳି ହେଉଛି ଯେ ଖରାବେଳେ ପ୍ରସ୍ଥାନ ଦ୍ୱାରରୁ ଜୋତା ଷ୍ଟାଣ୍ଡ ଯାଇ ବି ପହଞ୍ଚିବା କାଠିକର ପାଠ ହୋଇଯାଉଛି। ଅବଶ୍ୟ ଆଜିର ସ୍ଥିତି ଦେଖି ବିଳମ୍ବରେ ହେଲେ ବି ଅଗ୍ନିଶମ ବାହିନୀ ପାଣି ସ୍ପ୍ରେ କରିଥିଲେ, କିନ୍ତୁ ସବୁ ଦୁଆରେ ନୁହେଁ। ଯେହେତୁ ନୂଆ ପରିକ୍ରମା ମାର୍ଗର କୌଣସି ସ୍ଥାନରେ ଗାଲିଚା କି କାର୍ପେଟ୍ ଭଲ କରି ପଡ଼ିନି, ତେଣୁ କଷ୍ଟ ଭୋଗୁଛନ୍ତି ଭକ୍ତ। ଅବଶ୍ୟ ସିଂହଦ୍ୱାରକୁ ଛାଡ଼ି ବାକି 3 ଦ୍ୱାରରେ ତାରପୋଲିନ୍ ସାମିଆନା ଲଗାଯାଇଛି, ହେଲେ ଓବିସିସି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ନିର୍ମାଣରେ ବିଳମ୍ବ ଯୋଗୁଁ ସେଠି ସାମିଆନା ବୁଲା ଡେରି ହୋଇଛି। ହେଲେ ଆସନ୍ତା 15 ତାରିଖ ସୁଦ୍ଧା ଏ କାମ ସରିଯିବ ବୋଲି କହିଛନ୍ତି ଏନ୍ଏଚ୍ କର୍ତ୍ତୃପକ୍ଷ। କିଛିଦିନ ପରେ ଆରମ୍ଭ ହୋଇଯିବ ଧର୍ମ ମାସ କାର୍ତ୍ତିକ, ତା ସାଙ୍ଗକୁ ଆସୁଛି ଅନେକ ଯାନିଯାତ୍ରା। ତା ପୂର୍ବରୁ ପରିକ୍ରମା ମାର୍ଗ ହେଉ ବା ଚାରିଦ୍ୱାର ସାମ୍ନା ସବୁଠି କାର୍ପେଟ୍ ବିଛାଯିବା ସହିତ ସାମିଆନା ତିଆରି ହେବା ନିହାତି ଜରୁରୀ ହୋଇପଡ଼ିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।